ଭିକାରୀ ଥିସି ଗୋଟେ ବହୁତ ବଢ଼ିଆ ଷ୍ଟୋରି ଗୋଟେ ଭିକାରୀ ଥିସି ଆଉ ଭିକ୍ ମାଗି ମାଗି ତାର ଜୀବନ ଯାପନ କରବାରଟା ତାର ଗୋଟେ ରୁଟିନ୍ ଥିସି ଜଣେ ଦେଖସି ଜଣେ ମାଲିକ ଦିନେକି ଦେଖସି ଭିକ୍ କେମିତି ମାଗୁଛ ମୁଇଁ ତ ମୋର କାମ ଧନ୍ଦା କିଛି नहीं बार ଦେଖ ଗୋଟେ ଭିକାରୀ के ପଚରାଲା ପରେ ବି ତାର ଅନ୍ତର ଆତ୍ମାରୁ ଇଟା ବାହାରିଲା ଯେ କାମ ଧନ୍ଦା ମୋର ଲାଗି ନାଇଁ ଭିକ୍ ମାଗୁଛେ ଲେକିନ କାମ ଧନ୍ଦା ଥିଲେ ଭିକ୍ नहीं ଦେବା ଗୋଟେ ଲୋକ ଜାନି ପାରଲା ଯେ କାମ ଧନ୍ଦା नहीं ଆଜି ଭିକ୍ ମାଗୁଛେ ସେଥିଲାଗି କାମ ଧନ୍ଦା ଦଉଁ ବୋଲିକରି ଯେତେବେଳେ ସେ ମହାଜନ ତମର ବାରି ଲୋକ ଭଗବାନ ପଠେଇଥିବା ତମକେ ଆରୁ ମାନେ ନିଶ୍ଚିତ ମୋର ଚଉଲର ଗୁଦାମ ଅଛି ସେନେ ତମେ ପାର୍ଟନର ହେଇକରି କାମ କରୁଁ ବୋଲେ କେତେ 80 ତମକେ ଦେମି 20 ମୁଇଁ ନେମି କି 90 ତମକେ ଦେମି 10 ମୁଇଁ ନେମି ବୋଲେ नहीं 90 ତମେ ନେବ আর 10% ଖାଲି ମକେ ଦେବ ଲାଷ୍ଟକେ करते 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 ଯେତେବେଳେ କାମ କରସି ମୁଇଁ ତ ସବୁ ମେହନତ କରୁଛେ ଲେକିନ ହେଇ ତ ବସିଛି ଆର ବି କେନ୍ତା ବସିଛି ଆର ହେଟା କେଁ ଦେମି ମୁଇଁ 100ରୁ 100 ନେସି ବୋଲି ସେଥିର କାଜେ ଈଶ୍ୱର ଯେତେବେଳେ ସୃଷ୍ଟି କଲେ ତମକେ ପୁରା ସବୁ ସମ୍ପୂର୍ଣ୍ଣ ସୃଷ୍ଟି ଭିତରେ ବଢ଼ିଆ କରି ବିଚାର କରିକି ସେମାନେ ରଖବାକେ ଚାହିଁଲେ ଏଇଟା କଲେ ତେନେ ବି ତମେ 10 ମିନିଟ୍ କି ଅଧା ଘଣ୍ଟା ବି ସେମାନକେ ସମୟ ନେଇ ଦିଅ ସେ କଥା ଏଇଟା କିନ୍ କାହାଣୀ କିନ୍ ବେପାରର नहीं ସେଟା କଥା ସେଥିର ଉଦ୍ଦେଶ୍ୟ ଲାଗି